ବ୍ୟାସନଗରର ଗଣପର୍ବ କାଳୀପୂଜା ରବିବାରଠାରୁ ଆରମ୍ଭ ହେଉଥିବା ବେଳେ ଆଲୋକର ପର୍ବ ଦୀପାବଳି ମଧ୍ୟ ଏହି ଦିନ ପଡ଼ୁଛି। ତେଣୁ ଏହି ପରିପ୍ରେକ୍ଷୀରେ ସହରର କାଳୀ ମେଲଣ ପଡ଼ିଆରେ ଓ ରାଜୀବ ଗାନ୍ଧୀ ଖେଳ ପଡ଼ିଆଠାରେ ବାଣ ବିକ୍ରୟ ନିମନ୍ତେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗର ନିର୍ଦ୍ଦେଶ ଦେଇଛି। ଏହି ଆଧାରରେ ସହରର କାଳୀ ମେଲଣ ପଡ଼ିଆରେ 42 ଗୋଟି ଅଗ୍ନିଶମ ସୁରକ୍ଷା ଅନୁମତି ପ୍ରାପ୍ତ ବାଣ ଦୋକାନ ଖୋଲାଯାଇଥିବା ବେଳେ ରାଜୀବ ଗାନ୍ଧୀ ଖେଳ ପଡ଼ିଆରେ 18 ଗୋଟି ଦୋକାନରେ ବାଣ ବିକ୍ରୟ ନିମନ୍ତେ ବିଭାଗୀୟ ଅନୁମତି ମିଳିଥିବା ସୂଚନା ମିଳିଛି। ଯାଜପୁର ରୋଡ୍ କେନ୍ଦ୍ରୀୟ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ବାଣ ଦୋକାନମାନଙ୍କରେ ରହିଥିବା ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ ନିମନ୍ତେ ଶନିବାର ଅପରାହ୍ନ ସମୟରେ ସହରର 2 ଗୋଟି ବାଣ ବିକ୍ରୟ କ୍ଷେତ୍ର ପରିଦର୍ଶନ କରିବା ସହିତ ସୁରକ୍ଷା ଏବଂ ନିରାପତ୍ତା ବିଷୟ ବୁଲି ଦେଖିଥିଲେ। ମୁଁ ତାପସ କୁମାର ମନ୍ତ୍ରୀ, କେନ୍ଦ୍ରାଧିकारी ଯାଜପୁର ରୋଡ୍ ଦମକଳ କେନ୍ଦ୍ର। ଏଇଟା ହେଉଛି ଆମର ଚୋରଦା କାଳୀ ମେଳଣ ପଡ଼ିଆ, ଯେଉଁଠାରେ ସମସ୍ତଙ୍କୁ ଯାହାକୁ ଅନୁମତି ଦିଆଯାଇଛି ସେଇ ବାଣ ଦୋକାନୀମାନେ ଏଠାରେ ବାଣର ବେପାର କରୁଛନ୍ତି। ଆଉ ତାଙ୍କୁ ପରାମର୍ଶ ଦିଆଯାଇଥିଲା କି ନିର୍ଦ୍ଦିଷ୍ଟ ପରିମାଣର ବାଲି ଏବଂ ପାଣି ତା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ। ଆଉ ଦେଖି ଖୁସି ଲାଗିଲା, ଯାହା ବି ହେଉ ପ୍ରାୟ ସମସ୍ତେ ଆଉ ଯେଉଁ ପରାମର୍ଶ ଦିଆଯାଇଥିଲା ତାକୁ ମାନିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ତାକୁ ବିକ୍ରି କରୁଛନ୍ତି। ତେବେ ଏହି ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ମୁଁ ବ୍ୟାସନଗର ସମସ୍ତ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରୁଛି। ତା ସହିତ ମା କାଳୀଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସମସ୍ତ ସହରବାସୀ ସତର୍କତାର ସହିତ ଦୀପାବଳି ପାଳନ କରନ୍ତୁ ଓ ନିରାପଦ ରୁହନ୍ତୁ। ତା ସହିତ ବାଣ ଫୁଟାଇବା ସମୟରେ ମୁଁ ସେମାନଙ୍କୁ ପରାମର୍ଶ ଦେବା ପାଇଁ ଚାହିଁବି ଯେ ଅଭିଭାବକଙ୍କ ସହିତ ରହି ବାଣ ଫୁଟାନ୍ତୁ ଏବଂ ତାଙ୍କ ସହାୟତାରେ ଫୁଟାନ୍ତୁ। ଆଉ ଯଥାସମ୍ଭବ ବାଣ ଫୁଟାଇବା ସମୟରେ ଛୋଟ ଛୁଆମାନଙ୍କୁ କିମ୍ବା ଗୃହପାଳିତ ପଶୁକୁ ଦୂରରେ ରଖନ୍ତୁ।